ନିଜ ମୋବାଇଲର ପ୍ଲେ ଷ୍ଟୋରକୁ ଯାଇ ସର୍ଚ୍ଚ ବାର୍ରେ ଆୱାଜ ପ୍ଲସ୍ ଆପ୍ ସର୍ଚ୍ଚ କରନ୍ତୁ। ସର୍ଚ୍ଚ କରିସାରିଲା ପରେ ଆମର ଆସିଲା ହେରି ବର୍ତ୍ତମାନ ଆପ୍ ଇନଷ୍ଟଲ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆମର ଆୱାଜ ପ୍ଲସ୍ 2024 ଆପ୍ଟି ଡାଉନଲୋଡ୍ ହେଉଛି। ବର୍ତ୍ତମାନ ଆମର ଆପ୍ଲିକେସନଟି 100% ଡାଉନଲୋଡ୍ ହୋଇଯାଇଛି। ବର୍ତ୍ତମାନ ଇନଷ୍ଟଲେସନ୍ ହେଉଛି। ବର୍ତ୍ତମାନ ଆମର ଆୱାଜ ପ୍ଲସ୍ 2024 ଆପ୍ଟି ଇନଷ୍ଟଲ୍ ହୋଇଯାଇଛି। ଆମକୁ ପୁଣି ଥରେ ପ୍ଲେ ଷ୍ଟୋରର ସର୍ଚ୍ଚ ବାର୍ରେ ଯାଇ ଆଧାର ଫେସ୍ ଆର୍ଡି ଆପ୍ଟି ସର୍ଚ୍ଚ କରିବା ପାଇଁ ପଡ଼ିବ। ସର୍ଚ୍ଚ କରିବା ଆମର ଆସିଲା ହେରି ଆମେ ତାକୁ ଇନଷ୍ଟଲ୍ କରିବା। ବର୍ତ୍ତମାନ ଫେସ୍ ଆର୍ଡି ଆମର ଇନଷ୍ଟଲ୍ ଡାଉନଲୋଡ୍ ହୋଇଗଲାଣି। ବର୍ତ୍ତମାନ ଆମର ଆଧାର ଫେସ୍ ଆର୍ଡିଟି ଇନଷ୍ଟଲିଂ ହେଉଛି। ଦେଖନ୍ତୁ ବର୍ତ୍ତମାନ ଆୱାଜ ପ୍ଲସ୍ ଆମର ଇନଷ୍ଟଲ୍ ହୋଇଗଲା। ବର୍ତ୍ତମାନ ଆକୁ ଓପନ୍ କରନ୍ତୁ। ଓପନ୍ କରିସାରିଲା ପରେ ସେଲ୍ଫ ସର୍ଭେ ଉପରେ କ୍ଲିକ୍ କରି ନିଜର ଆଧାର ନମ୍ବରଟି ଏଣ୍ଟ୍ରି କରନ୍ତୁ। ନିଜ ଆଧାର ନମ୍ବରଟି ଏଣ୍ଟ୍ରି କରିସାରିଲା ପରେ ଅଥେଣ୍ଟିକେସନ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିଲା ପରେ ଆମର ଫେସ୍ ଅଥେଣ୍ଟିକେସନ୍ ଆପ୍ଟି ଓପନ୍ ହୋଇଗଲା। ଏବେ ଏଇଟା ଆଲାଉ କରନ୍ତୁ। ଆଲାଉ କରିସାରିଲା ପରେ ଟିକେ ଅପେକ୍ଷା କରନ୍ତୁ। ବକ୍ସ ଉପରେ କ୍ଲିକ୍ କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆମର ଫେସ୍ ଅଥେଣ୍ଟିକେସନ୍ଟି ଖୋଲିଗଲା। ବର୍ତ୍ତମାନ ଆମେ ନିଜର ଫେସ୍ ଅଥେଣ୍ଟିକେସନ୍ କରିବା। ବର୍ତ୍ତମାନ ଆମର ଫେସ୍ ଅଥେଣ୍ଟିକେସନ୍ଟି ସକ୍ସେସଫୁଲ୍ ହୋଇଯାଇଛି ବା ସଫଳତାର ସହ ଆମର ଫେସ୍ ଅଥେଣ୍ଟିକେସନ୍ ନେଇଯାଇଛି। ଫେସ୍ ଅଥେଣ୍ଟିକେସନ୍ ସରିଲା ପରେ ଦେଖନ୍ତୁ ଆମ ଡିଟେଲ୍ସଟି ଆସିଲା। ଡିଟେଲ୍ସଟି ଭେରିଫାଏ କରି ଓକେ ଉପରେ କ୍ଲିକ୍ କରିଦିଅନ୍ତୁ। ନିଜର ପିନ୍ କ୍ରିଏଟ୍ କରିବା। 4 ଡିଜିଟ୍ର ପିନ୍ କ୍ରିଏଟ୍ କରିବା। ଯେଉଁ ପିନ୍ଟି ଉପରେ ଦେବା, ଯେଉଁ 4ଟି ପିନ୍ ଉପରେ ଦିଆଯିବ ସେହି ସମାନ ପିନ୍ ମଧ୍ୟ ତଳେ ଦେଇ ଦିଅନ୍ତୁ। ଦେଇସାରିଲା ପରେ କ୍ରିଏଟ୍ ପିନ୍ ଉପରେ କ୍ଲିକ୍ କରନ୍ତୁ। ଯେଉଁ ପିନ୍ ଆମର କ୍ରିଏଟ୍ କରିଥିଲେ ସେହି ପିନ୍ଟିକୁ ଏଣ୍ଟ୍ରି କରିଦିଅନ୍ତୁ। ଏଣ୍ଟ୍ରି କରିସାରିଲା ପରେ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ।
ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ନିଜର ଷ୍ଟେଟ୍ ସିଲେକ୍ଟ କରନ୍ତୁ। ନିଜର ଷ୍ଟେଟ୍ ସିଲେକ୍ଟ କରିସାରିଲା ପରେ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରନ୍ତୁ। ନିଜ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ନିଜର ବ୍ଲକଟି ସିଲେକ୍ଟ କରନ୍ତୁ। ନିଜ ବ୍ଲକ ସିଲେକ୍ଟ କରିସାରିଲା ପରେ ନିଜର ଜିପି ସିଲେକ୍ଟ କରନ୍ତୁ। ବର୍ତ୍ତମାନ ନିଜର ଭିଲେଜ ସିଲେକ୍ଟ କରନ୍ତୁ। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆଡ୍ ଆଣ୍ଡ ସର୍ଭେ ଏଡିଟ୍ ସର୍ଭେ ଉପରେ କ୍ଲିକ୍ କରନ୍ତୁ। ଯଦି ଜିପିଏସରେ ଆପଣ ଅଫ୍ ଅଛି ବର୍ତ୍ତମାନ ତାକୁ ଅନ୍ କରିଦିଅନ୍ତୁ। ଅନ୍ କରିସାରିଲା ପରେ ପୁନର୍ବାର ଆଡ୍ ବା ଏଡିଟ୍ ସର୍ଭେ ଉପରେ କ୍ଲିକ୍ କରନ୍ତୁ। ଏଠାରେ ନେମ୍ ଅଫ୍ ଦ ହେଡ୍ ମାନେ ଆପଣଙ୍କ ପରିବାରର ଯିଏ ମୁଖ୍ୟ ଅଛନ୍ତି ତାଙ୍କ ନାମଟି ଏଣ୍ଟ୍ରି କରନ୍ତୁ। ଏଣ୍ଟ୍ରି କରିସାରିଲା ପରେ ତାଙ୍କ ଆଧାର କାର୍ଡ଼ ନମ୍ବରଟି ଏଣ୍ଟ୍ରି କରନ୍ତୁ। ଏଣ୍ଟ୍ରି କରିସାରିଲା ପରେ ଏଠାରେ ଆପଣଙ୍କ ଜବ୍ କାର୍ଡ଼ ନମ୍ବରଟି ଏଣ୍ଟ୍ରି କରନ୍ତୁ। ଜବ୍ କାର୍ଡ଼ ନମ୍ବରଟି ଏଣ୍ଟ୍ରି କରିସାରିଲା ପରେ ତାଙ୍କ ଜେଣ୍ଡର ସେ ମେଲ୍ କି ଫିମେଲ୍ କି ଟ୍ରାନ୍ସଜେଣ୍ଡର ତାକୁ ଚୁଜ୍ କରନ୍ତୁ। ଚୁଜ୍ କରିସାରିଲା ପରେ ତାଙ୍କର କାଟାଗୋରୀ ସିଲେକ୍ଟ କରନ୍ତୁ। କାଟାଗୋରୀ ସିଲେକ୍ଟ କରିସାରିଲା ପରେ ତାଙ୍କର ଏଜ୍ ବା ବୟସଟି ଲେଖିଦିଅନ୍ତୁ। ଲେଖି ସାରିଲା ପରେ ସେ ବିବାହିତ କି ଅବିବାହିତ ଲେଖିଦିଅନ୍ତୁ। ତାପରେ ଯଦି ମହିଳା ହେଇଥିବେ ତାଙ୍କ ହଜବ୍ୟାଣ୍ଡ ନାଁ ମାନେ ସ୍ୱାମୀଙ୍କ ନାମ, ଯଦି ପୁରୁଷ ହେଇଥିବେ ସେଠାରେ ନିଜ ବାପା ନାମଟି ଏଣ୍ଟ୍ରି କରିଦିଅନ୍ତୁ। ତାପରେ ନିଜ ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତୁ। ମୋବାଇଲ ନମ୍ବର ଏଣ୍ଟ୍ରି କରିସାରିଲା ପରେ ସିଏ କେଉଁ ଯାଏଁ ପାଠ ପଢ଼ିଛନ୍ତି ତାକୁ ଏଣ୍ଟ୍ରି କରିଦିଅନ୍ତୁ। ବର୍ତ୍ତମାନ ସେ କ'ଣ କରୁଛନ୍ତି ତାହାକୁ ଏଣ୍ଟ୍ରି କରନ୍ତୁ। ପରିବାର ସଦସ୍ୟଙ୍କ ମୁଖ୍ୟଙ୍କୁ ମିଶାଇ ପରିବାରରେ କେତେ ଜଣ ଅଛନ୍ତି, ଆପଣଙ୍କ ପରିବାରର ସଦସ୍ୟ କେତେ ଜଣ ତାକୁ ଏଣ୍ଟ୍ରି କରନ୍ତୁ। ତାପରେ ଆପଣଙ୍କ ଫ୍ୟାମିଲି ମେମ୍ବରରୁ କେହି ଭିନ୍ନକ୍ଷମ ଯଦି ଅଛନ୍ତି ତାହେଲେ ୟେସ୍ କରନ୍ତୁ, ନହେଲେ ନୋ କରିଦିଅନ୍ତୁ। ଯଦି କିଏ କୌଣସି ଆପଣଙ୍କ ପରିବାରରେ କୌଣସି ଯଦି କାହା ରୋଗୀ ଅଛନ୍ତି ତାହେଲେ କିଛି ଚୁଜ୍ କରନ୍ତୁ, ନହେଲେ ନନ୍ କରିଦିଅନ୍ତୁ। ନନ୍ କରିସାରିଲା ପରେ ଫ୍ୟାମିଲି ଇନକମ୍ରେ ଆପଣଙ୍କର ବାର୍ଷିକ ଇନକମ୍ ଫ୍ୟାମିଲିର ସେଇଟାକୁ ଏଣ୍ଟ୍ରି କରିଦିଅନ୍ତୁ। ଆମେ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଗୋଟି ଗୋଟି କରି ଏଣ୍ଟ୍ରି କରିବା। ବର୍ତ୍ତମାନ ଏଠାରେ ନାଁ ପରିବାରର ପ୍ରଥମ ସଦସ୍ୟଙ୍କ ନାମ ଏଣ୍ଟ୍ରି କରିଦିଅନ୍ତୁ। ତାପରେ ତାଙ୍କର ଆଧାର କାର୍ଡ଼ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତୁ। ତାପରେ ସେ ମେଲ୍ କି ଫିମେଲ୍ଟି ଚୁଜ୍ କରନ୍ତୁ। ସେ ପରିବାର ସଦସ୍ୟ କ'ଣ ହେବେ ସମ୍ପର୍କରେ ତାକୁ ଚୁଜ୍ କରନ୍ତୁ। ତାଙ୍କର ବୟସ କେତେ ଚୁଜ୍ କରନ୍ତୁ। ସେ ବିବାହିତ କି ଅବିବାହିତ ତାକୁ ଚୁଜ୍ କରନ୍ତୁ। ତାଙ୍କ ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତୁ। ନିଜ ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତୁ। ତାପରେ ସେ କେଉଁ ଯାଏଁ ପାଠ ପଢ଼ିଛନ୍ତି ତାକୁ ଏଣ୍ଟ୍ରି କରନ୍ତୁ। ସେ କ'ଣ କରୁଛନ୍ତି ଏଣ୍ଟ୍ରି କରନ୍ତୁ। ଯଦି ସେ ଭିନ୍ନକ୍ଷମ ୟେସ୍ କରନ୍ତୁ, ନହେଲେ ନୋ ଅପସନରେ କ୍ଲିକ୍ କରି ଆଡ୍ ମେମ୍ବର ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖିବେ ଆମର ଜଣେ ସଦସ୍ୟ ଆଡ୍ ହେଇଗଲେ। ବର୍ତ୍ତମାନ ଆମେ ଦ୍ୱିତୀୟ ସଦସ୍ୟଙ୍କ ନାମ ଏଣ୍ଟ୍ରି କରିବା।
ଏଠାରେ ତାଙ୍କ ନାମଟି ଏଣ୍ଟ୍ରି କରିଦେବା। ତାପରେ ତାଙ୍କ ଆଧାର ନମ୍ବରଟି ଲେଖିଦେବା। ତାପରେ ସେ ମେଲ୍ କି ଫିମେଲ୍ ଚୁଜ୍ କରିଦିଅନ୍ତୁ। ତାପରେ ସେ ପରିବାର ସଦସ୍ୟଙ୍କ ମୁଖ୍ୟଙ୍କର ସମ୍ପର୍କରେ କ'ଣ ହେବେ ତାକୁ ଚୁଜ୍ କରନ୍ତୁ। ତାଙ୍କର ବୟସ କେତେ ଏଣ୍ଟ୍ରି କରନ୍ତୁ। ସେ ବିବାହିତ କି ଅବିବାହିତ ତାକୁ ଚୁଜ୍ କରନ୍ତୁ। ତାଙ୍କ ମୋବାଇଲ୍ ନମ୍ବରଟି ଏଣ୍ଟ୍ରି କରନ୍ତୁ। ସେ କେଉଁ ଯାଏଁ ପାଠ ପଢ଼ିଛନ୍ତି ତାକୁ ଚୁଜ୍ କରନ୍ତୁ। ସେ କ'ଣ କାମ କରୁଛନ୍ତି ତାକୁ ଚୁଜ୍ କରନ୍ତୁ। ଯଦି ସେ ଭିନ୍ନକ୍ଷମ ତାହେଲେ ୟେସ୍ କରନ୍ତୁ, ନହେଲେ ନ କରି ଆଡ଼୍ ମେମ୍ବର ଉପରେ କ୍ଲିକ୍ କରିଦିଅନ୍ତୁ। ବର୍ତ୍ତମାନ ଆମର 2 ଜଣ ମେମ୍ବର ଆଡ଼୍ ହୋଇଗଲେ। ତୃତୀୟ ମେମ୍ବରଙ୍କୁ ସେହିଭଳି ଭାବେ ଆମେ ପ୍ରଥମେ ତାଙ୍କ ନାମଟି ଏଣ୍ଟ୍ରି କରିବା। ତାପରେ ତାଙ୍କ ଆଧାର ନମ୍ବରଟି ଏଣ୍ଟ୍ରି କରିବା। ତାପରେ ସେ ମେଲ୍ କି ଫିମେଲ୍ ଚୁଜ୍ କରିବା। ସେ ପରିବାର ସଦସ୍ୟଙ୍କ ସମ୍ପର୍କରେ କ'ଣ ହେବେ ସେଇଟାକୁ ଚୁଜ୍ କରିବା। ତାଙ୍କର ବୟସ କେତେ ଏଣ୍ଟ୍ରି କରିବା। ସେ ବିବାହିତ କି ଅବିବାହିତ ଚୁଜ୍ କରିବା। ତାଙ୍କ ମୋବାଇଲ୍ ନମ୍ବରଟି ଏଣ୍ଟ୍ରି କରିଦେବା। ସେ କେଉଁ ଯାଏଁ ପାଠ ପଢ଼ିଛନ୍ତି ତାକୁ ଚୁଜ୍ କରିବା। ସେ ବର୍ତ୍ତମାନ କ'ଣ କରୁଛନ୍ତି ତାକୁ ଚୁଜ୍ କରିବା। କିଛି ନ କରୁଥିଲେ ନନ୍ କରିଦେବା। ଯଦି ସେ କିଛି ଭିନ୍ନକ୍ଷମ ତାହେଲେ ୟେସ୍ କରନ୍ତୁ, ନହେଲେ ନ କରି ଆଗକୁ ନେକ୍ସଟ ମେମ୍ବର ଉପରେ କ୍ଲିକ୍ କରନ୍ତୁ। ସେହିପରି ଭାବେ ଆମେ ଶେଷ ସଦସ୍ୟଙ୍କ ନାମ ମଧ୍ୟ ଏଣ୍ଟ୍ରି କରିବା। ତାଙ୍କ ଆଧାର କାର୍ଡ଼ ନମ୍ବରଟି ଏଣ୍ଟ୍ରି କରିବା। ସେ ମେଲ୍ କି ଫିମେଲ୍ ତାକୁ ଚୁଜ୍ କରିବା। ସେ ପରିବାର ସଦସ୍ୟଙ୍କ ସମ୍ପର୍କରେ କ'ଣ ହେବେ ତାକୁ ଚୁଜ୍ କରିବା। ତାଙ୍କର ବୟସ କେତେ ଚୁଜ୍ କରିବା। ସେ ବିବାହିତ କି ଅବିବାହିତ ଚୁଜ୍ କରିବା। ତାପରେ ତାଙ୍କ ମୋବାଇଲ୍ ନମ୍ବରଟି ଏଣ୍ଟ୍ରି କରିଦେବା।
ସେ କେଉଁ ଯାଏଁ ପାଠ ପଢ଼ିଛନ୍ତି ତାକୁ ଚୁଜ୍ କରିବା। ସେ ବର୍ତ୍ତମାନ କ'ଣ କରୁଛନ୍ତି ତାକୁ ଚୁଜ୍ କରିବା। କିଛି ନ କରୁଥିଲେ ନନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଯଦି ସେ ଭିନ୍ନକ୍ଷମ ତାହେଲେ ୟେସ୍ କରନ୍ତୁ, ନହେଲେ ନୋ ଉପରେ କ୍ଲିକ୍ କରିଦିଅନ୍ତୁ। ଆଡ୍ ମେମ୍ବର ଉପରେ କ୍ଲିକ୍ କରିଦେଲେ ବର୍ତ୍ତମାନ ଆମ ସମସ୍ତ ସଦସ୍ୟଙ୍କ ନାମ ଆସିଗଲା। ପରିବାର ଯେ ମୁଖ୍ୟ ତାଙ୍କ ଉପରେ ଟିକ୍ ମାର୍କ କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ତାଙ୍କ ବ୍ୟାଙ୍କ ଡିଟେଲ୍ସଟି ଆମେ ଏଣ୍ଟ୍ରି କରିବା। ସେ ବକ୍ସ ଉପରେ କ୍ଲିକ୍ କଲେ ଆମର କୌଣସି ବ୍ୟାଙ୍କ ଆକାଉଣ୍ଟ ଏଣ୍ଟ୍ରି କରିବା ପାଇଁ ପଡ଼ିବ ନାହିଁ, ସେଥିପାଇଁ ଆମେ ତାକୁ ଟିକ୍ କରିବା ନାହିଁ। କ୍ଲିକ୍ କରନ୍ତୁ। କମର୍ସିଆଲ ବ୍ୟାଙ୍କ ଚୁଜ୍ କରନ୍ତୁ। ଆପଣ କେଉଁ ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି ତାକୁ ଚୁଜ୍ କରିଦିଅନ୍ତୁ। ତାପରେ ଆପଣଙ୍କ ବ୍ୟାଙ୍କଟି କେଉଁ ବ୍ରାଞ୍ଚର ତାକୁ ଚୁଜ୍ କରନ୍ତୁ। ବର୍ତ୍ତମାନ ବ୍ୟାଙ୍କର ଆକାଉଣ୍ଟ ନମ୍ବରଟି ଏଣ୍ଟ୍ରି କରନ୍ତୁ। କନଫର୍ମ ବ୍ୟାଙ୍କ ଆକାଉଣ୍ଟ ଉପରେ ଯେଉଁ ବ୍ୟାଙ୍କ ଆକାଉଣ୍ଟଟି ନମ୍ବର ଦେଇଛନ୍ତି ସମାନ ସେହି ଆକାଉଣ୍ଟ ନମ୍ବରଟି ପୁଣି ଥରେ ଏଣ୍ଟ୍ରି କରିଦିଅନ୍ତୁ। ଆପଣଙ୍କ ବ୍ୟାଙ୍କ ପାସବୁକ୍ରେ ଯେଉଁ ନାମ ଅଛି ସେହି ନାମଟି ଏଠାରେ ଏଣ୍ଟ୍ରି କରିଦିଅନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖିବା ହାଉସିଂ ରିଲେଟେଡ୍ କୋଶ୍ଚିନ୍। ଓନରସିପ୍ ଅଫ୍ ହାଉସ୍ ବିଙ୍ଗ ସର୍ଭେଡ୍। ଆପଣଙ୍କ ଯଦିକା ନିଜ ଘରେ ଅଛି ତାହେଲେ ଓନ୍ରେ ସିଲେକ୍ଟ କରନ୍ତୁ, ନହେଲେ ରେଣ୍ଟେଡରେ ସିଲେକ୍ଟ କରନ୍ତୁ। ଆମେ ଏଠି ଓନ୍ ଉପରେ କ୍ଲିକ୍ କରିବା। ତାପରେ କଚା ଉପରେ କ୍ଲିକ୍ କରିବା। ତାପରେ ମଧ୍ୟ ଆମେ କଚା ଉପରେ କ୍ଲିକ୍ କରିବା। ଆପଣଙ୍କ କେତେଟି ରୁମ୍ ଅଛି ବା ଆପଣଙ୍କ କେତେ ବଖରା ଘର ଅଛି ସେଟାକୁ ଏଣ୍ଟ୍ରି କରିବା। ଯଦିକା ଆପଣଙ୍କ ଲାଟ୍ରିନ୍ ଫାସିଲିଟି ଅଛି ଆପଣ ୟେସ୍ କରନ୍ତୁ, ନହେଲେ ନୋ କରିଦିଅନ୍ତୁ। ଆପଣ ପରିବାର କେଉଁ ଜୀବିକା ଉପରେ ନିର୍ବାହ କରୁଛନ୍ତି? ଆମେ କୃଷି ଉପରେ ଚୁଜ୍ କରିବା। ଆପଣଙ୍କର ଯଦିକା 3 ହ୍ୱିଲର କି 4 ହ୍ୱିଲର ଅଛି ତ ୟେସ୍ କରନ୍ତୁ, ନହେଲେ ନୋ କରିଦିଅନ୍ତୁ। ତାପରେ ମଧ୍ୟ ନୋ କରିଦିଅନ୍ତୁ। ଯଦିକା ଆପଣ 2 ହ୍ୱିଲର କି 3 ହ୍ୱିଲର କି 4 ହ୍ୱିଲର ନାହିଁ। ଯଦି ଆପଣଙ୍କ ଫ୍ୟାମିଲିରେ କେହି କିଷାନ କ୍ରେଡ଼ିଟ୍ କାର୍ଡ଼ ଅଛନ୍ତି ତେବେ ୟେସ୍ କରନ୍ତୁ, ନହେଲେ ନୋ କରିଦିଅନ୍ତୁ। ଯଦି ଆପଣଙ୍କ ପରିବାରରେ କି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଅଛନ୍ତି ତ ୟେସ୍ କରନ୍ତୁ, ନହେଲେ ନୋ କରିଦିଅନ୍ତୁ। ଏଠି ନୋ କରିଦିଅନ୍ତୁ।
ନେକ୍ସଟ नो କରିଦିଅନ୍ତୁ। ନେକ୍ସଟ नो କରିଦିଅନ୍ତୁ। ନେକ୍ସଟ नो କରିଦିଅନ୍ତୁ। नो କରିଦିଅନ୍ତୁ। ଏଠି नो କରିଦିଅନ୍ତୁ। नो ଉପରେ କ୍ଲିକ୍ କରନ୍ତୁ। ଏଠାରେ नो ଉପରେ କ୍ଲିକ୍ କରନ୍ତୁ। ଏଠାରେ ମଧ୍ୟ नो ଉପରେ କ୍ଲିକ୍ କରନ୍ତୁ। ଏଠାରେ ମଧ୍ୟ नो ଉପରେ କ୍ଲିକ୍ କରିଦିଅନ୍ତୁ। ଯଦିକା ଆପଣଙ୍କ ଘର କରିବା ପାଇଁ ନୂଆ ଘର କରିବା ପାଇଁ ଜାଗା ଅଛି ତ ଏଠି ୟେସ୍ କରିଦିଅନ୍ତୁ। ଯଦି ଆପଣ ଆପଣଙ୍କ ପରିବାରରେ ପ୍ରଥମ ଥର ଏହି ସ୍କିମ୍ରେ ଲାଭ ଉଠାଉଛନ୍ତି ବା ଆବେଦନ କରୁଛନ୍ତି ତେବେ ୟେସ୍ କରିଦିଅନ୍ତୁ। ତାପରେ ସେଭ୍ ଆଣ୍ଡ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆମେ ପୁରୁଣା ଘରର ଫଟୋ ଉଠାଇବା। ଏହି ଇମେଜ୍ ଉପରେ କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କରିସାରିଲା ପରେ ଆମର କ୍ୟାମେରାଟି ଅଟୋମେଟିକ୍ ଓପନ୍ ହୋଇଯିବ। ଏବେ ଆମେ ଆବେଦନକାରୀଙ୍କ ଫଟୋ ନେବା। ଫଟୋଟି 15 ମିଟର ଭିତରେ ରହି ଉଠାଇବା ଆବଶ୍ୟକ ଅଟେ। ଦେଖନ୍ତୁ ଆମର ଫଟୋଟି ବର୍ତ୍ତମାନ ଉଠିଯାଇଛି। କ୍ରପ୍ କରିଦିଅନ୍ତୁ। ଆମର ଦେଖନ୍ତୁ ବର୍ତ୍ତମାନ ଫଟୋଟି ଉଠିଯାଇ ସେ ରିମାର୍କସରେ ଓକେ ଲେଖି ସେଭ୍ ଆଣ୍ଡ ନେକ୍ସଟ ଉପରେ ଆମର କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କରିସାରିଲା ପରେ ଆପଣ ଯେଉଁ ଜାଗାରେ ଘର କରିବେ ସେ ଜାଗାର ଫଟୋ ନେବେ। ଆମର ଫଟୋଟି ସମ୍ପୂର୍ଣ୍ଣ ଉଠିଯାଇଛି। ବର୍ତ୍ତମାନ ଏଠି ମଧ୍ୟ ରିମାର୍କସରେ ଓକେ ଲେଖି ସେଭ୍ ଆଣ୍ଡ ନେକ୍ସଟ ଉପରେ କ୍ଲିକ୍ କରିଦିଅନ୍ତୁ। ଦେଖନ୍ତୁ ବର୍ତ୍ତମାନ ଆମର ଘରର ଡିଜାଇନ୍ ସବୁ ଆସିଗଲା। ଯଦି ଆପଣ କୌଣସି ମେସନ୍ର ଟ୍ରେନିଂ ନେଇଛନ୍ତି ତେବେ ୟେସ୍ କରନ୍ତୁ, ନହେଲେ नो କରିଦିଅନ୍ତୁ। ଆପଣଙ୍କୁ ଯେଉଁ ଡିଜାଇନଟି ଭଲ ଲାଗୁଛି ତାକୁ ଚୁଜ୍ କରି ନେକ୍ସଟ ପ୍ରୋସିଡ୍ ଉପରେ କ୍ଲିକ୍ କରିଦିଅନ୍ତୁ। ପ୍ରୋସିଡ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣ ଏଣ୍ଟ୍ରି କରିଥିବା ସମସ୍ତ ଡାଟା ଆପଣଙ୍କୁ ଦେଖାଯିବ। ସମସ୍ତ ଡାଟା ଭେରିଫାଇ କରିସାରିଲା ପରେ ଆପଣ ଯଦି ଚାହିଁବେ PDFରେ ମଧ୍ୟ ଡାଉନଲୋଡ୍ କରିପାରିବେ। ଆପଣ ଦେଇଥିବା ସମସ୍ତ ଡିଟେଲ୍ସ ଯଦି ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି ତେବେ ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କରିସାରିଲା ପରେ ଆମର ସର୍ଭେଟି ବର୍ତ୍ତମାନ କମ୍ପ୍ଲିଟ୍ ହୋଇଗଲା। ସେଭ୍ ସର୍ଭେ ଡାଟା ଉପରେ କ୍ଲିକ୍ କରିବା ଏବଂ ସମସ୍ତ ଡାଟାକୁ ଆମେ ଭେରିଫାଏ କରିବା। ବର୍ତ୍ତମାନ ଆମେ ଆଧାର ଭେରିଫାଏ ଏବଂ ଜବ୍ କାର୍ଡ଼ ଭେରିଫାଏ କରିବା। ବର୍ତ୍ତମାନ ଆମର ଆଧାର କାର୍ଡ଼ଟି ଭେରିଫାଏ ହୋଇଯାଇଛି। ବର୍ତ୍ତମାନ ଆମେ ଜବ୍ କାର୍ଡ଼ ପାଇଁ ଭେରିଫାଏ କରିବା। ଆମର ଜବ୍ କାର୍ଡ଼ ମଧ୍ୟ ଭେରିଫାଏ ହୋଇଗଲା। ସିଲେକ୍ଟ ଅଲ୍ ମାଲି ଅପଲୋଡ଼ ରେକର୍ଡ଼ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ବର୍ତ୍ତମାନ ଆମର ସର୍ଭେଟି କମ୍ପ୍ଲିଟ୍ ହୋଇଯାଇଛି ସଫଳତାର ସହ। ଏଠି ଓକେ କରିଦିଅନ୍ତୁ।